जय जगन्नाथ आपको मो यूट्यूब चैनल एज ओडिया लाइफ चेक सिचुएशन के पुणी थे स्वागत। देख बर्तमान आम देखा चतुर्थ श्रेणी सॉरी पंचम श्रेणी पंचम श्रेणी आमर ओडिया कार्य पुस्तिका 2025-26 देखा कार्यपद 14 को चलो शिक्षण कार्य 1 को आम डेरी नक देखा। देख देती आस तले लिखा जाइथिबा गीत को गाइबा मो परी कह हेब किए फुलटिए मु फुलटिए बगीचारे रही मन रमे चौदिगे बास महकाई दिए देवतांको पादे पूजा पाए जगत को मधु बांटी दिए मो परी कह किए हब किए फुलटिए मु फुलटिए बने उपबने शोभा पाए बासना मोहर थाउ कि न थाउ नाली टह दिशु थाए जोगी ऋषिंकर मन मोहे झड़ी गले पशु खाद्य खाद्य हुए है मो परी कह हब किए फुलटिए मो फुलटिए अंकार सिना मु जात हुए लक्ष्मी मांकर प्रिय अटे पानी रे फुटी मु हसु थाए हसी हसी खुशी बांटू थाए मो परी कह हेब किए लगे गपटी गीतटी कविताटी बहुत भल लगी आशा करुच्ची। बर्तमान आम शिक्षण कार्य 2 को जीवा। देख बर्तमान आम शिक्षण कार्य 2 टी को शिक्षण कार्य 2 रे देछि देख आस निम्न रे दिया प्रश्न गुड़िकर उत्तर तले कोठर रे लिखिया बोली कहछि। फूल को स्थान रे फुटिया कथा कविता रे कहैछि हला फूल कोठी कोठी फुटिया कथा कहै लिखियो लिखियो उत्तर लिखियो फूल को स्थान रे फुटिया कथा कहै लेख फुला लिखियो फूल जंगल बगीचा ओ जल रे फुटिबा कथा कविता रे कहा लिखिपर पूर्णचेत गीत को आधार करी फूलर 2टी भल गुण बाछी लेख। अच्छा गीत को आधार करी लिख फूल है फूल पशु मानकर खाद्य हुए पशु मानकर पशु मानक लेख पशु मानक खाद्य जोगाए है खाद्य से खाद्य हो जाऊँ खाई दौर आउ लिखा फूल तार है महू ओ बासना को बांटी थे चतुर्वश्य को बांटी था लिखिपर बुझला सेमती लिख क सरला शिक्षण कार्य 3 को जीवा 2 सरला देख जेपरी निर्मल शब्द को गद्य रूप लिखले निर्मल सेपरी तल गद्य रूप लिखा चौदिग चतुर्दिग चतुर्दिग है लिख दो चतुर्दिग है च तु हल है ह की मात्रा दब दरे रेफ हर्षिकार दीर्घ है से बासना लिख बासना बासना है बुझिपार नेक्स्ट जीवा तुमको जो फूल भल लगे ता विषय 3टा वाक्य लिख जी भल लगे ता विषय 3टा वाक्य लिख। चलो बर्तमान लिख को फूल विषय कही कि नहीं 3टा वाक्य लिख एक है मते है रजनीगंधा फूल भल लगे मत को फूल भल लगे रजनीगंधा फूल भल लगे 2 रे लिख
ବହୁତ ଏହା ବହୁତ ସୁଗନ୍ଧ ଯୁକ୍ତ ହେଲା ହୋଇଥିବାରୁ ହେଲା ଏହାକୁ ହେଲା ବହୁତ ଏହାକୁ ଏହାକୁ ବହୁତ ଲେଖନ ଏହାକୁ ହେଲା ଅତର ଅତର ମାନେ ସେଣ୍ଟ ଅତର ହେଲା ଧୂପକାଠି ତିଆରିରେ ବ୍ୟବହାର କରାଯାଏ ହେଲା। ତାପରେ 3 ନମ୍ବର 3 ବିଟ୍ ଲେଖିବ ଏହାକୁ ହେଲା ଆମେ ହେଲା ଏହାକୁ ଆମେ ବିବାହ କାର୍ଯ୍ୟରେ ଗାଡ଼ି ଓ ହେଲା ଓ ବାସର ସେଜ ସଜାଇବାରେ ବ୍ୟବହାର କରୁ। ঠিক ଅଛି ତ ବର୍ତ୍ତମାନ ଆମର এই ଶିକ୍ଷଣ କାର୍ଯ୍ୟଟି ମଧ୍ୟ ସରିଛି ହେଲା। ନେକ୍ସଟ ଆମେ ଆଉ ଗୋଟେ କାର୍ଯ୍ୟପତ୍ର କରିବା। ତ ଦେଖ এই କାର୍ଯ୍ୟପତ୍ରଟି ବର୍ତ୍ତମାନ ସରିଯାଇଛି। ଆମେ ନେକ୍ସଟ ଆଉ ଗୋଟେ କାର୍ଯ୍ୟପତ୍ର କରିବା। ଦେଖ ঠিক ଅଛି ଦେଖ ବର୍ତ୍ତମାନ এই କାର୍ଯ୍ୟପତ୍ର 15ଟି କୁ କରିବା। ଦେଇଛି ଆକଳନ ଫର୍ଦ୍ଦ 5 ତଳେ ଦିଆଯାଇଥିବା 4ଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ ଉତ୍ତରଟି ବାଛି ଲେଖ। ଫୁଲର ପ୍ରତିଶବ୍ଦ ପାଖରେ ଠିକ ଚିହ୍ନ ଦିଅ। ଫୁଲର ପ୍ରତିଶବ୍ଦ କହିଛି ଫୁଲର ପ୍ରତିଶବ୍ଦ ହେଲା କୁସୁମ କୁସୁମ ପାଖରେ ଠିକ ଚିହ୍ନ ଦେବ। ବାସ ଶବ୍ଦର 2ଟି ଭିନ୍ନ ଅର୍ଥ ଦିଆଯାଇଛି କୋଠରେ ଲେଖ। ବାସ ଗୋଟେ ବାସ ଅର୍ଥ ବାସ୍ନା ଗୋଟେ ବାସର ଅର୍ଥ ବାସ୍ନା ଆଉ ଗୋଟେ ବାସର ଅର୍ଥ ହେଲା ରହିବା ସ୍ଥାନ ହେଲା ରହିବା ସ୍ଥାନ ବା ଗୃହ ରହିବା ସ୍ଥାନ ବା ଗୃହ ଲେଖିପାରିବ ହେଲା তুমি ଯୋଉଠି ରହୁଛ ହେଲା। ତାପରେ ଦେଖ 3 ଶିକ୍ଷଣ କାର୍ଯ୍ୟ 3 ଦେଖ ସେ ପ୍ରଶ୍ନ 3 ଠିକ ବନାନ ଥିବା ଶବ୍ଦକୁ ବାଛି ପାଖ କୋଠରେ ଲେଖିବା। ସଞ୍ଜ ସକାଳ ସଞ୍ଜ ସକାଳ ସଞ୍ଜ ସକାଳ ହେଲା କୋଉଟା ଠିକ ବୋଲି ସେ ଆମକୁ କହିଛି। ତ ସଞ୍ଜ ଆମେ ସକାଳ କୋଉଟା ଲେଖିବା ଏଇଟା ଲେଖିବା କୋଉଟା ସଞ୍ଜ ସକାଳ ନା ଏଟା ହବ ଠିକ ହେଲା। ତାପରେ ଦେଖ 4 ଖସ୍ତମ୍ଭ ବନ ବନ ଉପବନ ଲଟା ବୁଦା ବାଡ଼ି ବଗିଚା ହେଲା ଏମିତି ଲେଖିଦେବ। ନେକ୍ସଟ 5 ଦେଖ ଉପର ପ୍ରଶ୍ନରେ ଗଢ଼ିଥିବା ଯୁଗ୍ମ ଶବ୍ଦକୁ ନେଇ ବାକ୍ୟ ଗଠନ କରିବା। ଯୁଗ୍ମ ଶବ୍ଦକୁ ନେଇ ହେଲା ଲେଖିବ ଫୁଲ ଗୁଡ଼ିକ ବନ ଉପବନରେ ଶୋଭା ପାଆନ୍ତି। ଠିକ ଅଛି ଗୋଟେ ତାପରେ ଲେଖିବ ଲଟା ବୁଦା ହେଲା ଲେଖିବ ବର୍ଷା ଦିନେ ଚାରିଆଡେ ବହୁତ ଲଟା ବୁଦା ଲଟା ବୁଦା ଦେଖାଯାଏ।
ଲେଖିପାରିବ। ତାପରେ ଦେଖ, ତାପରେ ବାଡ଼ି ବଗିଚା ଲେଖିବ। ଆମ ବାଡ଼ି ବଗିଚାରେ ବହୁତ ହେଲା ଆମ୍ବ ପଣସ ହେଇଛି। ଆମ୍ବ ପଣସ ହୋଇଛି ହେଲା। ଏଇଟା ପୂର୍ଣ୍ଣଚ୍ଛେଦ ଦେଇଦବ। ବୁଝିପାରିଲ? ନେକ୍ସଟ ଦେଖ, ବରଷା। ବରଷା ଶବ୍ଦର ଗଦ୍ୟ ରୂପ ଲେଖ। ବରଷା, ବର୍ଷା ହେଲା। ବର୍ଷା ହେଲା। ତାପରେ ଦେଖ, ଦିବସର ବିପରୀତ ବୁଝାଉଥିବା ଶବ୍ଦ ତଳେ ଲେଖେ। ଦିବସ, ଦିବସ ବୋଲେ ଦିନ ହେଲା। ଦିବସର ରାତି, ରାତି, ରାତ୍ରି ହେଲା। ଜଳରେ ଫୁଟୁଥିବା ଗୋଟେ ଫୁଲର ନାଁ ପଦ୍ମ ଫୁଲ, କଇଁ ଫୁଲ ଲେଖିପାରିବ। ଠିକ ଅଛି। ନେକ୍ସଟ ଦେଖ, ତୁମେ ଜାଣିଥିବା ଦେଖିଥିବା ଦୁଇଟି ଫୁଲର ନାଁ ତଳ କୋଠରେ ଲେଖ। ଚମ୍ପା ଫୁଲ, ମନ୍ଦାର ଫୁଲ ହେଲା। ତାପରେ ଲେଖିବ ଟଗର ଫୁଲ ହେଲା। ତାପରେ ଲେଖିବ ମାଳତୀ ଫୁଲ ହେଲା। ତାପରେ ଉପରେ ଦିଆଯାଇଥିବା ଉପରେ ଲିଖିତ ଫୁଲ ବିଷୟରେ ନିମ୍ନ ନିଜ ମନରୁ ତିନିଟା ବାକ୍ୟ ଲେଖିବ। ଫୁଲ ହେଲା ଥିଲେ ଗଛ ବହୁତ ସୁନ୍ଦର ଦେଖାଯାଏ। ସୁନ୍ଦର ଦେଖାଯାଏ। ଏକ ହେଲା। ଦୁଇ ଲେଖିବ, ଫୁଲ ହେଲା ରେ ମାଳ କରି ଠାକୁରଙ୍କୁ ଦିଆଯାଏ ହେଲା। ତାପରେ ଲେଖିବ, ତିନି ଫୁଲରୁ ବହୁତ ହେଲା ପ୍ରକାରର ଜିନିଷ ତିଆରି କରାଯାଏ। ଯଥା ଅତର, ଧୂପକାଠି ଆଦି। ଠିକ ଅଛି। ବର୍ତ୍ତମାନ କାର୍ଯ୍ୟପଦ ମୋର 15ଟି ମଧ୍ୟ ସରିଯାଇଛି। ତ ଏମିତି ଯଦି ନୂଆ ନୂଆ ଭିଡ଼ିଓ ଆପଣମାନଙ୍କୁ ଦରକାର ତାହେଲେ ଆମ ଚ୍ୟାନେଲକୁ ଭିଜିଟ୍ କରନ୍ତୁ, ଯାହାଫଳରେ ମୁଁ ଆପଣମାନଙ୍କୁ ମୋଟିଭେଟ୍ ହୋଇ ନୂଆ ନୂଆ ଭିଡ଼ିଓ ଭେଟିଦେବି। ରହୁଛି। ଜୟ ଜଗନ୍ନାଥ।